ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ? ମୁଁ ତ ଭଲରେ ଅଛି। ପ୍ରଭୁ ଜଗନ୍ନାଥ ଆପଣମାନଙ୍କୁ ଏମିତି ଭଲ ରଖିଥାନ୍ତୁ। ଆଉ ମୋର ପୁଣି ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଚାଲନ୍ତୁ ଦେଖିବା ଆମେ ସବୁ କ'ଣ କରୁଛନ୍ତି। ଆମ ଘରକୁ କୁଣିଆ ଆସିଛନ୍ତି। କୁଣିଆ ମାନେ ମୋ ଭାଉଜ, ଆଉ ସେ ତ ବହୁତ ଦିନ ହେଲା ଆସିଲେଣି। ଆସିକି ତାଙ୍କର ବାପ ଘର ଏଠି ଗୋଟେ ବାପ ଘରେ ଥିଲେ। ଆଉ ଆଜି ସକାଳୁ ଯାଇକି ଆମେ ଦିଜା ତାକୁ ନେଇକି ଆସିଛୁ। ଚାଲନ୍ତୁ ଦେଖିବା ତାକୁ ସେ କ'ଣ କରୁଛି, କ'ଣ ଦେଖିବା। ଚାଲନ୍ତୁ ଯାଉଛି ଦେଖିବା କ'ଣ କରୁଛି ସିଏ। ଦେଖନ୍ତୁ ମୁଁ ଏବେ ପଳେଇ ଆସିଲି। ଆଉ ଇଏ ହେଲା ଆମ ଭାଉଜ, ଆସିକି ବାପ ଘରେ ରହିଥିଲା 7-8 ଦିନ ପାଖାପାଖି ହେଇଗଲାଣି, ଆସୁନଥିଲା। ଆଉ ସକାଳୁ ଦିଜା ତାକୁ ଯାଇକି ତାକୁ ଧରିକିନା ଟୋଟାଲ ଟାଣି ଘୁଷାରିକି ନେଇକି ଆସିଛୁ। ଝଗଡ଼ା ଲଗାଉଥିଲା ଆସିବନି ବୋଲି। ଇଏ ଏମିତି ଲଙ୍କା ଧୂଆଁ ଦଉଛି ମାନେ ଆଖିରେ ପଶିଲାଣି। ଆଉ ଡାଣି ଫାଣି ଲାଗିଲା ଭଳିଆ ଲଙ୍କା ଧୂଆଁ ଦଉଛି। ଭାଉଜ କିଛି ଆଣିନି। କୁହନ୍ତୁ ଆପଣମାନେ କୁହନ୍ତୁ, ସେ କିଛି ନ ଆଣିଛି କେମିତି? ଏ ପିଜୁଳିଟା କ'ଣ ବେ? ଟମାଟୋ। ହେଇବା ପିଜୁଳି ମୁଁ ଧରିଛି, ପୁଣି ଟମାଟୋ। କ'ଣ ହେଇଛି ଖାଇ ଦେଇଥାନ୍ତି, ଏଇଭଳିଆ ହେଇଛି ମୁଁ ଖାଇବି। କୁହ ତମେ କ'ଣ ଡାକିକି ଆଣିକି ଏଇଭଳିଆ ଅଫେନ୍ସ କରୁଛ? ଓଇ ଅଫେନ୍ସ କ'ଣ? ଭାଉଜକୁ କହିବୁ ନାଇଁ, କ'ଣ ଭାଇକି କହିବୁ? ଖାଲି ଏତିକି ବରା ପିଆଜି ଆଣିକି ଦେଇଥାନ୍ତି, ଏତିକି ଖଣ୍ଡ ଦି ଜଣ ଖାଇଥିଲେ କହିଥାନ୍ତି। ବରା ପିଆଜି ଆମେ ଖାଇବୁନି, ଆମେ ଟିକେ ଛେନାପୋଡ଼, ଛେନାପୋଡ଼, ରସଗୋଲା। ରହିଥା ମୁଁ ଛେନାଟାକୁ ପୋଡିକି ନେଇ ଆସୁଛି ଖାଇବି। ଛେନାକୁ ପୋଡ଼ିକି ଆଣିଲେ ସେ ଥିବନି ଦୋକାନ। ଚାଲ ବେତାଳି ଯାଉଛି, ଛେନାକୁ ପୋଡିକି ନେଇକି ଆସିକି ବେତାଳି ଗାଁ ଯାଇକି ଆଣିକି ଦିଅ। ତୁମେ ପିଆଜି ସିଙ୍ଗଡ଼ା ଆଣିବୁନି, ମାନେ ବ୍ରେଡ ଚପ୍ ଗୁଟି ଆଣିବୁ ଶାନ୍ତି। ଏଇ ତାର ବ୍ରେଡ ଚପ୍ ଦରକାର ଗୋଟେ ଖାଉନୁ ନା, ମୋର ବରା ପିଆଜି ମୁଁ ମିଠା ନ ଆଣୁ, ମାନେ ବ୍ରେଡ ଚପ୍ ଆଣିବୁ। ସେ ବ୍ରେଡ ଚପ୍ ଖାଇବ, ମୁଁ ସବୁ କିଛି ଖାଇବି। ତଥାପି ପସନ୍ଦ ଯଦି ମୋର ପଚାରିବ ତାହେଲେ ମୁଁ ଛେନାପୋଡ଼ଟା ଟିକେ କହିବି। ତାହେଲେ ମୁଁ ହଉଛି ଛେନାଟାକୁ ପୋଡିକିନି ନେଇକି ଆସିବି। ଆଉ ନା ଚୁଲିରେ ପୋଡ଼ି କରି ଆଣିଥିବି, ଏଇଠି ତମ ଚୁଲିରେ ପୋଡ଼ି ଦେବେ। ଆଉ ନା ସେଟା ହବନି, ମାର୍କେଟରୁ ଆଣିବୁ ନା। ମୁଁ କହିଲି ଘରେ ପୋଡ଼ି ପାଡ଼ିକି ଆଣିବୁ। ମାର୍କେଟରେ କଞ୍ଚା ଛେନା ମିଳୁଛି। କଞ୍ଚା ହେଲେ ବି ଆମେ ବନେଇ କ'ଣ ଏଇ ମେଲଣ ଦେଖିବା ପାଇଁ ଆମର ରେଡି। ଦେଖାଯାଉନି ତମ ଫେସ୍ ଏମିତି ମାନେ କହୁଛୁ କ'ଣ ଦେଖେଇବି? ଦବ ନା କିଏ କିଛି ଦବନି। କ'ଣ ପଇସା ଦେଲେ ତ ଯିବୁ ନା କ'ଣ? ସେ ମେଲଣ ଦେଖି ଆଜି ଯିବ ରେଡି ମତେ ଯାଇକି ଡାକିକି ଆଣିଛ, ଦିଜା ଆଜି ନେଇକି ମେଲଣ ଯିବ। ତାକୁ ଡାକିକି ଆଣିଛୁ ମାନେ ଆମେ ତାକୁ ମେଲଣ ଦେଖି ନେଇକି ଯିବୁ। କହୁଛୁ ଯେହେତୁ ଆମେ ଯଦି ମେଲଣ ଯାଉ ନିଶ୍ଚିନ୍ତ ଭିଡ଼ିଓଟେ ସେୟାର କରିବୁ। ଆଉ ଦେଖିବା ଏବେ ଖାଇ ପିଇ ଶୋଇ ଉଠିକି ଯିବା ପାଇଁ ପ୍ରୋଗ୍ରାମ କରିବୁ। ଆଉ ଆମର ଅଟୋବାଲା ବି ନାହାନ୍ତି, ଅଟୋବାଲା ଆସିଲେ ଦେଖିବା। ଭଡ଼ା ନଥିଲେ ଆମେ ଯିବୁ, ଯଦି ଭଡ଼ା ଥିବ ଆମେ ଯାଇପାରିବୁ କି ନାହିଁ କେଜାଣି। ତେଣୁକରି ମତେ ମିଛୁଟାରେ ଡାକିକି ଆଣିଛନ୍ତି। ନା ମିଛରେ କାହିଁ ଡାକିଣ ଯିବା ନା। ମୁଁ ତ କେବେ ଯାଇନି, ସେ ତ ତାର ଯାଇଛି। ମୁଁ 10 ବର୍ଷ ହେଇଗଲାଣି ମେଲଣ ମୁଁ କ'ଣ ଜାଣିନି। ଆଜି ସିଏ 7 ବର୍ଷ ହେଲାଣି ଦେଖିପାରୁନି। ସେ ଏଠିକି ଆସିଲା ଦିନରୁ ବାହା ହେଇକି ଆମ ଘରକୁ, ସେ ସେବେଠୁ ଆଉ ମୁଁ ମନା କରିଛି ନା ଡାକୁନି ବୋଲି। ଆଉ ୟାଙ୍କର ଘର ପାଖରେ ବି ନୂଆ ଘର ପାଖରେ ବି ମେଲଣ ହଉଛି। କହିଲେ ଟିକେ ଘର ପାଖରେ କ'ଣ ତମ ଗାଁ? ଅଣ୍ଡେଇପଲ୍ଲୀ ପାଖରେ ମେଲଣ ହଉଛି ନା? ଅଣ୍ଡେଇପଲ୍ଲୀ ଆମ୍ବ କହୁଛି, ଅଣ୍ଡେଇପଲ୍ଲୀ ଆମ୍ବ। ଆମର ଅଣ୍ଡେଇପଲ୍ଲୀ ଜାମୁକୋଳି, ତାଙ୍କର ଜାମୁକୋଳି। ଠିକ ଅଛି, ତାଙ୍କ ମେଲଣ ବି ଯାଇକି ଟିକେ ବୁଲି ଆସେ। ଆଜି ଆମ ମେଲଣ ଆମର କ'ଣ ନାଁ କହିଲା? ଚୁଡ଼ାକୁଟି। କଣ୍ଟିକା ଗାଁର ମୂଳରୁ ମେଲଣ ସେଦିନର ବୟାଣ୍ଡି ଚୁଡ଼ାକୁଟି। ଦେଖନ୍ତୁ କଣ୍ଟିକା ଗାଁରେ ମେଲଣ କେମିତିଆ ଜାଣିନାହାନ୍ତି କି ନାହିଁ? ନା କଣ୍ଟିକା ଗାଁରେ ମେଲଣକୁ ଆଣିକି ତାଙ୍କ ଗାଁରେ ଲଗେଇ ଦେଲାଣି। ଏଇଟା ଆମ ମେଲଣ। ତମ ଗାଁରେ କ'ଣ ମେଲଣ ହଉଛି? ତମ ଗାଁରେ କ'ଣ? ଆମ ଗାଁର ଝଗଡ଼ା ନାଗି ମୁଣ୍ଡ ରହିଛୁ? ଝଗଡ଼ା ଲଗାଉଛି। ଇଏ ଆଜି ଆସିକି ଡାକିକି ଆଣିଲୁ ଯାଇକି ସକାଳଠୁ ସିଏ ଆମ ସହ ଝଗଡ଼ା ଲାଗୁଛି। ତମେ କିଛି କୁହ, ଏ ଝଗଡ଼ା ଖାଇବା। ଚାଲ, ଭୋକ ଲାଗିଲାଣି, କିଏ ଖାଇବା? ଆସ ଖାଇବା ପା, ଯିବା। ଭୋକ ମତେ ବି ଲାଗିଲାଣି। ଏବେ ଚାଲ ସବୁ ଖାଇବା ଦେଖିବା। ହଉ, ଭିଡ଼ିଓଟା ପଛରେ କରିବୁ, ଏବେ ରଖ, ଖାଇବାକୁ ଚାଲ। ଖାଇଲା ବେଳେ ପୁଣି ଥରେ ଆଣିକି ମତେ ଡାକିକି। ଦେଖନ୍ତୁ ସାଙ୍ଗମାନେ, ଇଏ ମୋର ଆଉ ଗୋଟେ ନଣନ୍ଦ। ଆଉ ଆସିଛି ନଈକି ଯିବ ବୋଲି ଧୋଇବା ପାଇଁ। ବାଲ୍ଟି ପୁରା ଫୁଲ୍ କରିଦେଇଛି। ସେ ଟେକି ପାରୁଛି କି ନାହିଁ କେଜାଣି, ଛିଡ଼ା ହେଇକି ଆମକୁ ଡାକୁଛି ଆସ ନଈକି ଯିବ। ଆମେ ଯେହେତୁ ଖାଇନୁ ଆମେ ଯାଇ ବି ପାରିବୁନି। ସେ ଖାଇ ଖୁଇକି ଆସିଛି, କିନ୍ତୁ ବାଲ୍ଟି ଦେଖି ଖାଇସାରିକି ଯିବୁ। ଖାଇକି ଯିବ, ଯାହା ଧୋଇକି ଆସିବ। ଆମେ ଖାଉଥିବୁ, ସରିଗଲା ପରେ କ'ଣ ଖାଇକି ନା ଏବେ ହବନି। ମୁଁ ଯାଇକି ନଈ ପାଖରୁ ଆସିଲିଣି। କ'ଣ ହୋଲି ପାଇଁ ଜୋର ଥିଲା ନା କ'ଣ? କହନା ହୋଲି ଖେଳି କାଲିଠାରୁ ରଙ୍ଗ ଛାଡୁନି। ତା ଭିତରେ ଡ୍ରେସ୍ ଯାକ ମୁଁ ଦେଇକି